ବିଜ୍ଞାନର ତଥ୍ୟ ଅନୁସାରେ ବିଜ୍ଞାନର ତଥ୍ୟ ଅନୁସାରେ ଏଇ ଯୋଉ ଖାଇବାନି ଗାଧେଇବା ଇଏ କରିବା ତାର କୌଣସି ନାହିଁ ଟୋଟାଲି। ଦେଖନ୍ତୁ ସର୍ବମୋକ୍ଷ ଗ୍ରାସ କରିବା ଏସବୁ ଗୁଡିକ ଶାସ୍ତ୍ରର ଟର୍ମ। ଆମର ବିଜ୍ଞାନ ଅନୁସାରେ ଦେଖିଲେ ସେଟା ଗୋଟେ ଛାଇଟେ ଆସେ। ଛାଇଟି ପ୍ରଥମେ ଗୋଟେ ସ୍ପର୍ଶ କରିବ, ମାନେ ଗୋଟେ ଗୋଲିଆ ଜିନିଷଟେ ରହିଛି ଚନ୍ଦ୍ର, ଗୋଟେ ବଡ ଛାଇଟେ ଆସୁଛି, ତ ସିଏ ପ୍ରଥମେ ତାକୁ ସ୍ପର୍ଶ କରିବ, ଛୁଇଁବ ତାକୁ, ତାପରେ ଧୀରେ 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 ତାକୁ ସମ୍ପୂର୍ଣ୍ଣ ରୂପେ ଘୋଡେଇ ଦବ। ସେଟା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବୋଲି ଆମେ କହିବା। ତାପରେ ପୁଣି ଧୀରେ 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 ସେଟା ଛାଡିବା ଆରମ୍ଭ କରିବ, ଛାଡି ସାରି ପୁଣି ସେଟା ଗୋଟେ ଆଂଶିକ ଚନ୍ଦ୍ରଗ୍ରହଣ ହବ, ତାପରେ ସମ୍ପୂର୍ଣ୍ଣ ରୂପେ ଛାଇଟି ଚାଲିଯିବ। ଯୋଉଟା କି ଆପଣ ଲକ୍ଷ୍ୟ କରିଥିବେ ଉପର ପଟୁ ଛାଇଟା ଚାଲି ଯାଇଛି। ଯାହା ସମୟ କୁହାଯାଇଥିଲା ଆପଣ ଯଦି ଲକ୍ଷ୍ୟ କରିଥିବେ ପାଖାପାଖି ସେଇ ସମୟରେ ଚନ୍ଦ୍ରଟେ ମାନେ ଛାଇଟା ଉପର ଦିଗରୁ ଚାଲିଯାଏ, ସମ୍ପୂର୍ଣ୍ଣ ରୂପେ ଅପସରି ଯାଇଛି। ତେଣୁ ଏଇ ଯୋଉ ଅପସରି ଯିବା ସମୟଟା ବର୍ତ୍ତମାନ ଅତିକ୍ରାନ୍ତ ହେଇଗଲାଣି। ବର୍ତ୍ତମାନ ଆମର ପୂର୍ଣ୍ଣ ଚନ୍ଦ୍ରଟା ଆମେ ଦେଖୁଛେ, ନର୍ମାଲ ଚନ୍ଦ୍ର। କିନ୍ତୁ ବର୍ତ୍ତମାନ ବି ଆମର ଚନ୍ଦ୍ର ଉପରୁ ଛାଇ ସମ୍ପୂର୍ଣ୍ଣ ରୂପେ ହଟି ନାହିଁ। ବିଜ୍ଞାନକୁ ଯଦି ଆମେ ଦେଖିବା ବର୍ତ୍ତମାନ ଚନ୍ଦ୍ର ଉପଛାୟାରେ ରହିଛି। ଚନ୍ଦ୍ର ପୃଥିବୀର ଛାଇ ଯେତେବେଳେ ସୃଷ୍ଟି ହୁଏ ସେଟା ଦୁଇଟି ଛାଇ ସୃଷ୍ଟି ହୁଏ। ଗୋଟିଏ ହଉଛି ଛାୟା ଯୋଉଟା କି କଳା ରଙ୍ଗର, ଯୋଉଟା କି ଆମେ ଖାଲି ଆଖିରେ ଦେଖିପାରୁଥିଲେ। ଆଉ ଗୋଟିଏ ଛାୟା ହଉଛି ଆଉ ଗୋଟେ ଉପଛାୟା। ତେଣୁ ବର୍ତ୍ତମାନ ଆମର ଚନ୍ଦ୍ରଟି ସେଇ ଉପଛାୟା ଭିତରେ ରହିଛି। ତେଣୁ ଉପଛାୟାରେ ବାହାରିବା ପାଇଁକା ତାକୁ ଆହୁରି କିଛି ସମୟ ଲାଗିବ। ପାଖାପାଖି ଆମର 7:53 ବେଳକୁ ଉପଛାୟାରୁ ବାହାରିଯିବ, ଯୋଉଟା କି ଆପଣ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେଟା ଦେଖିପାରିବେ। ସେଇ ଛାୟାଟା ସେଟା ଗୋଟେ ପତଳା କମ ଛାଇ, ବା ଯୋଉଟା ଖାଲି ଆଖିରେ ଦେଖିବା ନାଇଁ। ଦେଖନ୍ତୁ ସର୍ବମୋକ୍ଷ ଗୋଟିଏ ଶବ୍ଦ ଯୋଉଟା କି ଶାସ୍ତ୍ରରେ ଲେଖା ଯାଇଛି। ବର୍ତ୍ତମାନ ବି ଯୋଉ ଶାସ୍ତ୍ରରେ ସମୟ କଥା କହୁଥିଲେ ପଣ୍ଡିତ ମହାଶୟ, ସେ ସବୁ ଯାକ ସମୟ ଆମର କମ୍ପ୍ୟୁଟରରୁ ନଉଛନ୍ତି। ସବୁତକ ଗଣନା କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି। କାରଣ ଯୋଉ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗର ଗଣନା ଗୁଡିକ ପଦ୍ଧତି ଗୁଡିକ ରହିଛି ଆମ ଶାସ୍ତ୍ରରେ, ସେଠି ଘଣ୍ଟା ମିନିଟ କିଛି ନାହିଁ। ସେଠି ସବୁ ଅଛି ଦଣ୍ଡ ଲିତା ଇତ୍ୟାଦି ଇତ୍ୟାଦି। ତେଣୁ ଏସବୁ ଗଣନା କରିଛନ୍ତି। ତେଣୁ ଯୋଉ ଛାଇଟି ଆମେ ଖାଲି ଆଖିରେ ଦେଖିପାରୁଛୁ ଅପସରିବାର, ସେଇଟିକୁ ସେମାନେ କହୁଛନ୍ତି ସର୍ବମୁଖ୍ୟ। କିନ୍ତୁ ପ୍ରକୃତ ପକ୍ଷରେ ବର୍ତ୍ତମାନ ସୁଦ୍ଧା ଆମର ଛାଇରେ ରହିଛି। କାରଣ ଟିକେ ଦେଖିବେ ଟିକେ ରେଡିସ୍ ଦେଖାଯାଉଛି ମୁନ୍। ଆଉ ଠିକ 7ଟା ପରେ, ଯେତେବେଳେ 7:53 ପରେ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଉପଛାଇଟା ବାହାରିଯିବ ଚନ୍ଦ୍ର ଉପରୁ, ସେତେବେଳେ ଆପଣ ଦେଖିବେ ଚନ୍ଦ୍ର ପୁରା ତୋଫା ଧଳା ହେଇଯିବ। ତେଣୁ ନିଶ୍ଚିନ୍ତ ଭାବରେ ଏଇଟା ଆମର ବର୍ତ୍ତମାନ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଆମର ବର୍ତ୍ତମାନ ଗ୍ରହଣ ଶେଷ ହୁଏ। ଦେଖନ୍ତୁ ଏଇଟା ନିଶ୍ଚିନ୍ତ ଭାବରେ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଗ୍ରହଣ ପରାଗ ବିଷୟରେ କିଛି କିଛି ନୂଆ ନୂଆ ତଥ୍ୟ ଆସିଥାଏ ସମୟରେ। ଆଉ ବୈଜ୍ଞାନିକ ମତ ଅନୁସାରେ ଆମର ପ୍ରକୃତ ଗ୍ରହଣ ଆରମ୍ଭ ହୋଇଥିଲା 2:14 ସେତେବେଳେ ଯେତେବେଳେ ଚନ୍ଦ୍ର ଉପଛାୟାରେ ପୃଥିବୀର ପ୍ରବେଶ କରିଥିଲା। କିନ୍ତୁ ଯେହେତୁ ଆମର ସେଗୁଡା ଖାଲି ଆଖିରେ ଦେଖାଯାଏନି, ସାଧାରଣ ଲୋକଙ୍କ ଜାଣିବା ପାଇଁକା ସେଇଟା 3:20 ବୋଲି କୁହାଗଲା। ମୁଁ ଟିକେ ଦୁଇଟି ଜିନିଷ କ୍ଲାରିଫାଇ ଟିକେ କରିବାକୁ ଚାହିଁବି। ପ୍ରଥମ କଥା ହେଲା, ଆପଣ ଯୋଉ ଯାହାକୁ କହୁଥିଲେ ପଣ୍ଡିତ ମହାଶୟ, ସେ ମାନେ ଜ୍ୟୋତିର୍ବିଜ୍ଞାନୀ ନୁହନ୍ତି। ଜ୍ୟୋତିର୍ବିଜ୍ଞାନ ଗୋଟେ ହଉଛି ଅଲଗା ଜିନିଷ, ତାକୁ ପଢିକିରି ଆସିବାକୁ ପଡିବ, ଯୋଉଥିରେ କି ଗ୍ରହ ନକ୍ଷତ୍ର ମାନଙ୍କର ଆଧୁନିକ ଅବସ୍ଥିତି, ଆଧୁନିକ ଗଣନା ପଢାଯାଏ। ତାକୁ ସେମାନଙ୍କୁ ଜ୍ୟୋତିର୍ବିଜ୍ଞାନୀ ବା ଆଷ୍ଟ୍ରୋନମର କୁହାଯାଏ। ଦ୍ୱିତୀୟ କଥା ହେଲା, ଆପଣ ମତେ ପଚାରିଲେ ଯେ ବିଜ୍ଞାନର ମତ କଣ ରହିବ। ମୁଁ ଏଇଠି ମଧ୍ୟ ଟିକେ ଡିଫର କରିବି ଆପଣଙ୍କ ସହିତ। ଜ୍ୟୋତିଷ ଶାସ୍ତ୍ରରେ ମତ ରହିଛି। ସେମାନେ କହୁଛନ୍ତି ଏଇଆ ଘଟିବ ଏଇଆ ଘଟିବ, ସେଟା ସବୁ ମତ। ତାର କୌଣସି ପ୍ରମାଣ ନାହିଁ ବା କାହିଁକି ଘଟୁଛି ସେମାନେ କହିବେ ନାହିଁ। ବିଜ୍ଞାନ ସବୁବେଳେ ତଥ୍ୟ ଦିଏ। ବିଜ୍ଞାନ କେବେ ମତ ଦିଏନି। ବିଜ୍ଞାନ ଯୋଉ ତଥ୍ୟ ଦିଏ ସେଇଟା ସବୁବେଳ ପାଇଁକା ସତ୍ୟ ଆଉ ଠିକ ଉପରେ ପର୍ଯ୍ୟବେସିତ।